ବହୁତ ପୁରୁଣା ଦିନର କଥାଟିଏ। ଅନ୍ଧାରୀ ରାଜ୍ୟର ଗୋଟିଏ ଛୋଟିଆ ଗାଁରେ ବୁଢ଼ୀଟିଏ ରହୁଥାଏ। ପୁଅ ବୋହୂ କେବେଠୁ ଆରପାରିରେ। କେବଳ ଏକଲା ନାତି ଟୋକାଟେ ପାଖରେ ଥାଏ। ନାଁ ତାର ବାବନ। ବାବନ ଭାରି ଦୃଷ୍ଟ। ଜେଜେମା କଥା ମୋଟେ ମାନେନି। ପାଠ ପଢ଼ାରେ ଆଦୌ ମନ ଦିଏନି। ସବୁବେଳେ ଖେଳକୁଦରେ ମାତି ରହେ। ଏମିତି ବାବନ ବଡ଼ ହେବାକୁ ଲାଗିଲା। ହେଲେ ତାର ସେହି ଦୃଷ୍ଟାମୀ ପ୍ରକୃତି ଛାଡ଼ିଲାନି। ପାଠ ପଢ଼ାରେ ଅଧାରୁ ଡୋରି ବାନ୍ଧିଲା। କିଛି କାମଧନ୍ଦା କରି ଜେଜେମାକୁ ସାହାଯ୍ୟ କରିବା ପରିବର୍ତ୍ତେ ସବୁବେଳେ ସାଙ୍ଗସାଥୀଙ୍କ ସହ ସମୟ କାଟିଲା। ଏକଲା ବୁଢ଼ୀଟାଏ କେତେ ତା ଘରେ ବାସି ପାଇଟି କରି ପରିବାର ଚଳେଇବ। ତଥାପି ସେ ବାବନକୁ କିଛି ବି କୁହେନି। ଥରେ ବୁଢ଼ୀର ଦେହ ଖରାପ ହେଲା। ଆଉ ସେ ଚାଲି ବୁଲି ପାରିଲାନି। ଏଣେ କାମକୁ ନଗଲେ ନ ଚଳେ। କ'ଣ କରିବ? ବହୁ କଷ୍ଟରେ କାମ କରୁଥାଏ। ଦିନେ ବୁଢ଼ୀ ଭାବିଲା, ମୋର ବୋଧେ ଶେଷ ସମୟ ପାଖେଇ ଆସିଲାଣି। ସେଇଥିପାଇଁ ମୋ ଦେହରେ ଆଉ କିଛି ଔଷଧପତ୍ର କାଟୁ କରୁନି। ତେଣୁ ସେଦିନେ ତା ନାତି ଟୋକାକୁ ଡାକି କହିଲା, ବାବନ, ମୁଁ ବୋଧେ ଆଉ ବଞ୍ଚିବିନି ରେ। ହେଲେ ତୁ ମୋଟେ ବ୍ୟସ୍ତ ହବୁନି। ମୁଁ ତୋ ପାଇଁ କିଛି ଟଙ୍କା ସାଇତି ରଖିଛି। ସେଇଥିରେ ତୁ କିଛି ଦିନ ବେଶ ଭଲରେ ଚଳିଯିବୁ। କିନ୍ତୁ ତା ଭିତରେ ତୁ କିଛି କାମଧନ୍ଦା ଦେଖୁଥା। ନହେଲେ ଦିନ କେଇଟା ଭିତରେ ସେ ଟଙ୍କା ସବୁତକ ସରିଯିବ। ତୁ ହଇରାଣରେ ପଡ଼ିବୁ। ଆଉ ଗୋଟେ କଥା ମନ ଦେଇ ଶୁଣୁ। ଆମ ରୋଷେଇ ଘରେ ଗୋଟେ ଶିଳପୁଆ ପଡ଼ିଛି। ତାକୁ ସାଇତି ସବୁବେଳେ ତୋ ପାଖରେ ରଖିବୁ। ତୋ ଦରକାରରେ କାମରେ ଆସିବ। ଏତକ କହି ବୁଢ଼ୀ ସବୁଦିନ ପାଇଁ ଆଖି ବୁଜିଦେଲା। ମାର ମୃତ୍ୟୁ ପରେ ବାବନ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲା। ତଥାପି ନିଜକୁ ମଜବୁତ କଲା। ମା କହିଥିବା ଅନୁସାରେ ଶିଳପୁଆକୁ ସାଥିରେ ଧରି କାମ ସନ୍ଧାନରେ ବାହାରିଲା। ବାଟରେ ଯାଉ ଯାଉ ଗୋଟେ ନଦୀ ପଡ଼ିଲା। ବାବନ ଭାବିଲା, ଏ ଶିଳପୁଆରେ ଏମିତି କ'ଣ ଅଛି ଯେ ମୋ ମା ମୋତେ ମୋ ସାଥିରେ ନେବାକୁ କହିଛି? ଏ ତ ସାଧାରଣ ପଥରରେ ତିଆରି। କାହିଁକି ଅଯଥାରେ ମୁଁ ଏତେ ବଡ଼ ପଥରକୁ ବୋହି ବୋହି ନେବି? ଏଇଆ ଭାବି ସେ ପ୍ରଥମେ ଶିଳଟିକୁ ଫୋପାଡ଼ି ଦେଲା। ଶିଳଟି ନଦୀ ପାଖରେ ଥିବା ପଥରରେ ମାଡ଼ ହେଇ ଖଣ୍ଡ ଖଣ୍ଡ ହେଇ ପାଣି ଭିତରକୁ ଚାଲିଗଲା। ହେଲେ ବାବନ ଦେଖିଲା ଯେ ସେ ଶିଳଟି ପ୍ରକୃତରେ ପଥରରେ ନଥିଲା, ବରଂ ଥିଲା ତ କେବଳ ସୁନାରେ, ଯାହାର ଉପର ଭାଗରେ ପଥର ଥିଲା ଆଉ ଭିତରେ ସୁନା। ବାବନ ସେହି ଛୋଟ ଛୋଟ ସୁନା ଗୁଡ଼ିକୁ ଗୋଟେଇ ଭାରି ମନ କଷ୍ଟ କଲା। ଭାବିଲା, ସତରେ ମୋ ମା ମୋ ପାଇଁ ବହୁତ କିଛି କରିଦେଇ ଯାଇଛି। ହେଲେ ମୁଁ ତାକୁ ସାଇତି ରଖିପାରିଲିନି। ଏତକ ଭାବି ବାବନ ସେ ଶିଳର ପୁଆକୁ ଧରି ପୁଣି ଥରେ ନଈଆଡ଼କୁ ଚାହିଁଲା। ମନେ ମନେ ଗୁଣୁଗୁଣୁ ହେଇ କହିଲା, ସେ ଶିଳଟି ମୋ ପାଖକୁ ପୁଣି ଫେରିଆସନ୍ତା କି? ବାବନ ମୁହଁରୁ ଏତକ ନ ସରୁଣୁ ହଠାତ୍ ଶିଳଟି ପାଣି ଭିତରୁ ବାହାରି ଆସି ବାବନ ପାଖରେ ପଡ଼ିଲା। ଏତକ ଦେଖି ବାବନ ଖୁସି ଯେତିକି ହେଲା, ଆଶ୍ଚର୍ଯ୍ୟ ବି ସେତିକି ହେଲା। ସେ ଭାବିଲା, ଏ କେମିତି ସମ୍ଭବ ହେଲା? ମୋ ମନର ଭାବନା ସତ କେମିତି ହେଲା? ତେଣୁ ସେ ଏକଥାର ପରୀକ୍ଷା କରିବାକୁ ପୁଣି ଥରେ ଶିଳକୁ ଟେକି ଗୋଟିଏ ପଥର ଉପରକୁ କଚାଡ଼ି ଦେଲା। ସଙ୍ଗେ ସଙ୍ଗେ ଶିଳଟି ଭାଙ୍ଗି ଚୁରମାର ହେଇଗଲା। ଏବେ ବାବନ ପୁଣି ଥରେ ଗୁଣୁଗୁଣୁ ହେଇ କହିଲା, ଏ ଶିଳଟି ପୂର୍ବ ପରି ଯୋଡ଼ି ହେଇଯାନ୍ତା କି? ବାବନ ମୁହଁରୁ ଏକଥା ବାହାରିବା ମାତ୍ରକେ ସଙ୍ଗେ ସଙ୍ଗେ ଶିଳଟି ଯୋଡ଼ି ହେଇଗଲା। ଶେଷରେ ସେ ନିଶ୍ଚିତ ହେଲା ଯେ ହଁ, ଏ କେବଳ ସେ ପୁଅର ହିଁ କରାମତି, ଯାହାକି ମନର ଭାବନାକୁ ସତରେ ପରିଣତ କରିଦେଇ ପାରୁଛି। ତଥାପି ବାବନ ସେ ଶିଳର ପୁଆକୁ ରଖିବାକୁ ଚାହିଁଲାନି। କାରଣ ତାକୁ ରଖିଲେ ସେ ସବୁଦିନ ପାଇଁ କର୍ମକୁଡ଼ିଆ ହେଇ ରହିଯିବ। ଆଉ ଯଦି ଅନ୍ୟ କେହି ସେହି ପୁଆକୁ ପାଇଯାଏ, ତେବେ ସେ ତାକୁ ଖରାପ ଉଦ୍ଦେଶ୍ୟରେ ଲଗେଇବାକୁ ମଧ୍ୟ ପଛେଇବେ ନାହିଁ। ଶେଷରେ ବାବନ ଗୋଟିଏ ସଠିକ୍ ନିଷ୍ପତ୍ତି ନେଲା। ସେ ଶିଳର ପୁଆକୁ ନଦୀ ଭିତରକୁ ଫୋପାଡ଼ି ଦେଲା। ହେଲେ ତା ପୂର୍ବରୁ ବାବନ ଗୋଟିଏ କଥା ଭାବିଥିଲା, ଯଦି ମୋ ଜେଜେମା ଏ ପୁଆର ବିନା ବ୍ୟବହାରରେ ନିଜେ ଖଟି ମୋତେ ଛୋଟରୁ ବଡ଼ କରିଛି, ତାହେଲେ ମୁଁ କାହିଁକି ପାରିବିନି? ଶେଷରେ ବାବନ କେବଳ ଶିଳକୁ ଧରି ଘରକୁ ଫେରିଛି।